समस्त को शुभ अपराह्न गुड इवनिंग समस्त तथा आज क्लास रे आम आलोचना कर कौन यूजीसी नेट निमंते मोस्ट इम्पोर्टाट गोटे यूनिट रोचे तथा गोटे मोस्ट इम्पोर्टाट विषय रोचे जहाँकि चौतीसा साहित्य एबे टिके अपेक्षा करबा अन्य माने टिके जोड़ी जांतु तापर चौतीसा साहित्य विषय आरंभ करबा ठीक अछि। तत्पूर्व समस्त टिके निज परिचय देबे जहाद्वारा कि टिके सहज हम मते समस्त को जानिया पई। स्वाधीन प्रज्ञा लीजा स्मृति प्रतीक्षा जो माने समस्त अच्छे निज परिचय दया कर टिके देबे तो समय आम आउ जो मैंने सब आड हे ताहले क्लास आरंभ करदबा। सर प्रणाम। हाँ प्रणाम कह। आज्ञा सर मो वर्षा मोर पीजी थर्ड सेम। तेरे तापर प्रज्ञा को निज विषय रे किछि मु प्रज्ञा मोर सेकेंड सेमेस्टर। प्रणाम सर मोर किछि कंप्लीट हो जायछि। सर क्लास स्टार्ट करंतु। ओ सॉरी सॉरी मु एपटे म्यूट कर देइथिली मु बकी चलती सॉरी तो चौतीसा विषय समस्त की कोन जानि कि कह। आज्ञा सर सर मोर क ध्यान ठाରୁ नथला ख मु म्यूट रे रहि जाइथिली अनम्यूट मो ध्यान नथला त हौ कह। आज्ञा सर क ठाରୁ क्ष पर्यंत 34 गोटी व्यंजन वर्ण को आद्ୟରେ रखी जो गीति रचना थाए ताकू चौतीसा कुहाଯାଏ। ठीक कहଛ या पर आउ की कहि परिबे चौतीसा कोन समस्ते गोटे गोटे पॉइंट कहବାକୁ चेष्टा करो चौतीसा ଉପରେ समस्ते गोटे गोटे पॉइंट कहବାକୁ चेष्टा करो। କୁହ। ଚଉତିସା କଣ ଅର୍ଥାତ ଆପଣ ସମସ୍ତେ କିଏ କୋଉ ଚଉତିସ ବିଷୟରେ ପଢିଛ କି କିଛି ଚଉତିସ ପଢିଛ ତଥା ଶୁଣିଛ କିଛି ଚଉତିସ କିଏ? ହଉ ତେବେ ଠିକ ଅଛି। ଚଉତିସ ଉପରେ ଆମେ ଗୋଟେ ଦେଖିବା ଚଉତିସ କଣ ସେ ତା ବିଷୟରେ କିଛି ଆମେ ସମ୍ବଧ ଆଲୋଚନା କରିବା। ପ୍ରାଚୀନ ଗୀତି କବିତା ଅର୍ଥାତ ଚଉତିସା ତା ବିଷୟରେ ଆମେ ବର୍ତ୍ତମାନ ଯାହା ଆଲୋଚନା ରଖିବା ମୁଁ ତମକୁ ଆଉ ଚଉତିସା କଣ ଚଉତିସା କିପରି କଣ ସେ ସବୁ ବିଷୟ ଟିକେ ଅଳ୍ପ କିଛି କହିବି ତଥା ଚଉତିସା କିଏ କୋଉ ଚଉତିସା ରଚନା କରିଥିଲେ ସେଇଟା କହିବି ଯାହାକି ତମ ନେଟ୍ ପାଇଁ ଆବଶ୍ୟକ ହବ। କୋଶ୍ଚିନ୍ ଏଥିରେ ମଧ୍ୟ ଗୋଟେ ଆସିପାରେ ନିହାତି ଭାବେ। ତେବେ କ ଠାରୁ କ୍ଷ ପର୍ଯ୍ୟନ୍ତ 34ଟି ବ୍ୟଞ୍ଜନ ବର୍ଣ୍ଣକୁ କ୍ରମାନ୍ୱୟ ତଥା ପଦର ଆଦ୍ୟରେ ତଥା ଆଦ୍ୟ ପ୍ରାନ୍ତରେ ବ୍ୟବହାର କରି ଯେଉଁ ଗୀତି ରଚନା କରିବାର ବିଧି ତାହାକୁ ଚଉତିସା କୁହାଯାଏ। ଚଉତିସା ଗଠନ ବିଧାନର ସମଧର୍ମୀ କବିତା ଗୁଡିକୁ କଣ କହିଛନ୍ତି ଚଉତିସ ଯୋଉ ରଚନା କରାଯାଏ ତାର ସମଧର୍ମୀ କବିତା ରଚନାକୁ କଣ କହିବା ଆମେ ହିନ୍ଦୀ ସାହିତ୍ୟରେ ମଧ୍ୟ କଣ କୁହାଯାଏ ତାହାକୁ କିଏ ଜାଣିଛନ୍ତି ଚୌତିଶା ତାହାକୁ କଣ ଚୌତିଶା ହଁ ତାପରେ ଚଉତିସା ଅଖହରା ଅଖରା ବଟ
ଅକ୍ଷରବର୍ତ୍ତ ଏସବୁକୁ ହିନ୍ଦୀରେ ନାମକରଣ କରାଯାଏ। ଏ ଯୋଉ ଚଉତିଶା ଗୁଡ଼ିକ ଆମେ ଯୋଉ ନାମକରଣ ଦଉଛେ ଏ ଚଉତିଶାକୁ ହିନ୍ଦୀରେ କଣ କୁହାଯାଏ ନା ଚଉତିଶା, କଖହର, ଅକ୍ଷରାବଟ ଅର୍ଥାৎ ଅକ୍ଷରବର୍ତ୍ତ ଏପରି କିଛି ନାମକରଣ କରାଯାଏ। ତେବେ ତମମାନଙ୍କ ପାଇଁ ପ୍ରଶ୍ନ ଏମିତି ଆସିବ ଯେ କ ଠାରୁ କ୍ଷ ପର୍ଯ୍ୟନ୍ତ ଯୋଉ ଥିଲା ତାହାକୁ ଯୋଉ ଚଉତିଶା ସାହିତ୍ୟକୁ ହିନ୍ଦୀ ସାହିତ୍ୟରେ କଣ କଣ କୁହାଯାଏ? ତମମାନଙ୍କ ପାଇଁ ପ୍ରଶ୍ନ ଏମିତି ଆସିବ ହିନ୍ଦୀ ସାହିତ୍ୟରେ ସେ ଚଉତିଶାକୁ ନେଇକି କଣ କଣ କୁହାଯାଏ ହେଲା। ତେବେ କଣ ତମେ ଉତ୍ତର ଲେଖିବ ସେଠି ହିନ୍ଦୀ ସାହିତ୍ୟରେ ଚଉତିଶାକୁ ନେଇ କଣ କଣ କୁହାଯାଏ? ଯେମିତି ମୁଁ ଏବେ କହିଲି କାହିଁ କହିଲ ଦେଖି ଚଉତିଶା, କଖହରା, ଅକ୍ଷରାବଟ ତିନୋଟି ନାଁ ମନେ ରଖିଥାଅ। ତାପରେ ସଂସ୍କୃତ ସାହିତ୍ୟର ସଙ୍ଗୀତ ଶାସ୍ତ୍ର ମାନଙ୍କର ବର୍ଣ୍ଣ ଅନୁକ୍ରମ ଅର୍ଥାତ୍ 50ଟି ବର୍ଣ୍ଣକୁ ଅନୁକ୍ରମରେ ରଖିକି ଯେଉଁ ଗୀତି ରଚନା କରାଯାଏ ତାହାକୁ କଣ କୁହାଯାଏ? ମାତୃକା ପ୍ରବନ୍ଧ ତଥା ମାତୃକା ଗୀତି ବୋଲି ମଧ୍ୟ କୁହାଯାଏ ହେଲା। ମାତୃକା ବୋଲି ଗୋଟେ ନାଁ ଆସେ ସେ ମାତୃକାର ଅର୍ଥ ହଉଛି 50ଟି ବର୍ଣ୍ଣକୁ ନେଇକି କ୍ରମାନ୍ୱୟରେ ରଚନା ହେଲେ ତାହାକୁ ମାତୃପ୍ରବନ୍ଧ ମାତୃଗୀତିକା ବୋଲି ମଧ୍ୟ କୁହାଯାଇ ପାରିବ। ଏଇଠି ଧ୍ୟାନ ଦିଅ 34ଟି ବର୍ଣ୍ଣକୁ ନେଇକି ଚଉତିଶା ହେଲା, 50ଟି ବର୍ଣ୍ଣକୁ ନେଇ ମାତୃପ୍ରବନ୍ଧ ହବ ତଥା ମାତୃଗୀତ ହବ। ପାର୍ସୀ, ଆରବୀ, ଉର୍ଦ୍ଦୁ ସାହିତ୍ୟ ଏସବୁରେ କଣ ନା ଚଉତିଶା ଗୀତିର ସୃଜନ କର୍ମ ଦିବାନ ନାମରେ ଅଭିହିତ। ଏଇଟା ପ୍ରଶ୍ନ ଆସିପାରେ ତମକୁ ଅଲଗା କୋଉ ସାହିତ୍ୟରେ ଦିବାନ ନାମଟି ଦେଖାଯାଏ ନା କୋଉ ସାହିତ୍ୟରେ ନା ପାର୍ସୀ, ଆରବୀ, ଉର୍ଦ୍ଦୁ ଏଇ ସବୁ ସାହିତ୍ୟରେ ଚଉତିଶା ରୀତିର ସୃଜନ କର୍ମକୁ ଦିବାନ ବୋଲି କୁହାଯାଏ। ଏହାର ଅର୍ଥ କବିବୃତ୍ତି ବା ଗଜଲର ସଂଗ୍ରହ କରିବା ହେଲା। ଦିବାନର ଅର୍ଥ କଣ? ଯୋଉ ଗଜଲ କୁହାଯାଏ ତାହାର ସଂଗ୍ରହ କରିବା ହେଉଛି ଏହା ଏଇ ଚଉତିଶାର ଅର୍ଥ। ଚଉତିଶା ବନାନ କ୍ରମରେ ଆରମ୍ଭ ହେଉଥିବା ବେଳେ ଦିବାନ କଣ ହୁଏ ନା ବନାନୁକ୍ରମରେ ଅର୍ଥାତ୍ ଏଇଟା ବର୍ଣ୍ଣର ଆରମ୍ଭ କ ଠୁ କ୍ଷ ହେଲାରୁ ସେଇଟା କ୍ଷ ଠୁ କ ଏମିତି କିଛି ନିୟମ ତାର ରହିଛି। ହଁ ମାତୃକା ପ୍ରବନ୍ଧ ଗୀତ ବିଷୟରେ ଦେଖିବା। ମାତୃକା ପ୍ରବନ୍ଧ ଗୀତ କଣ ନା ମାର୍ଗତାଳ ସେଠି ରହିଥାଏ ଦିବ୍ୟ ମାତୃକା ପ୍ରବନ୍ଧ ବୋଲି କୁହାଯାଏ। ମାର୍ଗତାଳକୁ ମଧ୍ୟ ଦିବ୍ୟ ମାତୃକା ପ୍ରବନ୍ଧ ବୋଲି ମଧ୍ୟ କୁହାଯାଇପାରେ। ପ୍ରାକୃତ ଭାଷାନୁସାରୀ ଦେଶୀ ତାଳକୁ ମାନୁଷୀ ପ୍ରାକୃତ ପ୍ରବନ୍ଧ ବୋଲି କୁହାଯାଇ ପାରିବ। ତେବେ ଆମେ ଏଠି ଜାଣିବା ମାର୍ଗତାଳ ଏହା ସହିତ ଦେଶୀ ତାଳ ମିଶିକି କଣ ହୁଏ ନା ଦିବ୍ୟ ମନୁଷ୍ୟ ମାତୃକା ପ୍ରବନ୍ଧ ହୁଏ। ଏହାର ଅର୍ଥ ହେଉଛି ଏହି ମାତୃକା ପ୍ରବନ୍ଧ ଯାହାକି 50ଟି ବର୍ଣ୍ଣକୁ ନେଇକି ରଚନା ହୁଏ ସେହି ରଚନା ହିଁ ହେଉଛି ଶ୍ରେଷ୍ଠ। ଏହା ପରେ ଅଧିକାଂଶ ସମୟରେ ତଥା ମଧ୍ୟଯୁଗୀୟ ପରେ ଆମେ କୋଉ ସାହିତ୍ୟକୁ ଦେଖୁଛେ ନା 34ଟି ବର୍ଣ୍ଣକୁ ନେଇକି ରଚନା ହଉଥିବାର ସେଇ ଗୀତି କବିତା ତାହାକୁ ଆମେ ଚଉତିଶା କହୁଛେ ସେଇ ସାହିତ୍ୟକୁ ଦେଖୁଛେ। ସ୍ୱାଧୀନ ତମେ ଟିକେ ମ୍ୟୁଟ ରହିବ, ମାନେ ଭଏସ ଟିକେ ଏପଟ ସେପଟ ହଉଛି ମୁଁ ଜାଣିପାରୁନି। ତାପରେ ଆମେ ଦେଖିବା ଚଉତିଶାର ନାମକରଣ ଅନୁସାରେ ବିଭିନ୍ନ ପ୍ରକାର ଚଉତିଶା କଣ ସେ ସବୁ ବିଷୟରେ ମୁଁ ଏବେ ଡାକୁଛି। ପ୍ରଥମ ପଏଣ୍ଟ ଲେଖ ସମ୍ବୋଧ ମୂଳକ ପଦର ବ୍ୟବହାର ଅନୁସାରେ ଚଉତିଶା। ସମ୍ବୋଧନ ମୂଳକ ଚଉତିଶା ସହିତ ସମ୍ବୋଧନ ଚଉତିଶା କାହାକୁ କହିବା? ଯାହାକୁ ସମ୍ବୋଧନ କରିକି ଲେଖାଯାଏ ସମ୍ବୋଧନ ଚଉତିଶା। ସେଇ କ୍ଷେତ୍ରରେ କଣ କଣ ଆସିବ ଲେଖ ସମସ୍ତେ। କୋକିଳ ଚଉତିଶା ଅଭିମନ୍ୟୁ ସାମନ୍ତ ସିଂହଙ୍କର। ହଂସଦୂତ ଚଉତିଶା ହଂସକୁ ଦୂତ କରିକି ହଂସଦୂତ ଚଉତିଶା କାହାର? ଘନଶ୍ୟାମଙ୍କର। ଯାଇଫୁଲ ଚଉତିଶା ଯାଇଫୁଲ ବୋଲି ସମ୍ବୋଧନ କରି କୁହାଯାଏ ଗୋପାଳକୃଷ୍ଣଙ୍କର। ମନାଇ ଚଉତିଶା ଦୟା ଦାସଙ୍କର। ପ୍ରାଣସଖୀ ଚଉତିଶା ଦୀନକୃଷ୍ଣ ଦାସଙ୍କର। ଘନଶ୍ୟାମ ଚଉତିଶା ଦୀନକୃଷ୍ଣ ଦାସଙ୍କର। ମରୁଆ ଫୁଲ ଚଉତିଶା ଯାହାକି ପ୍ରିଭିୟସ୍ ଇୟର ନେଟ୍ କ୍ୱେଶ୍ଚିନ୍ ରେ ଆସିଥିଲା। ତେବେ ଦେଖିପାରୁଛ ତମ ମାନଙ୍କ ପାଇଁ କେମିତି ଏଇଟା ଇମ୍ପୋର୍ଟାଣ୍ଟ ରହୁଛି ଚଉତିଶା ସାହିତ୍ୟ। ସାର୍ ମରୁଆ ଫୁଲ କାହାର? ମରୁଆ ଫୁଲ ଚଉତିଶା ହଉଛି ଦ୍ୱାରକା ଦାସ। ଯାହାକି ମରୁଆ ଫୁଲ ସମ୍ବୋଧନ ଗୀତି ମାନେ ସମ୍ବୋଧନ ଗୋଟେ ପଦ ମରୁଆ ଫୁଲ। ମରୁଆ ନାମକ ଗୋଟେ ଫୁଲ ଅଛି ସେ ମରୁଆ ଫୁଲକୁ ସମ୍ବୋଧନ କରିକି ଏଇ ଚଉତିଶାଟା ରଚନା ହେଇଛି। ବୁଝିପାରିଲ? ତାପରେ ପ୍ରାଣବନ୍ଧୁକୁ ସମ୍ବୋଧନ କରିକି ପ୍ରାଣବନ୍ଧୁ ଚଉତିଶା ନରେନ୍ଦ୍ର କବି। ଏଇ ଯେ ଫାର୍ଷ୍ଟ ପଏଣ୍ଟରେ ମୁଁ ଡାକୁଛି ଯେତେଟି ଚଉତିଶା 15ଟି ରୁ 20ଟି ତଥା ଯାହା କହିବି ସେଇ ଚଉତିଶାକୁ ମନେ ରଖିବାକୁ ଚେଷ୍ଟା କର। ପ୍ରାଣବନ୍ଧୁ ଚଉତିଶା କାହାର ନା ନରେନ୍ଦ୍ର କବି। ନରେନ୍ଦ୍ର କବିଙ୍କର ଆଉ ଗୋଟେ ଚଉତିଶା ହଉଛି ସୁନ୍ଦରୀ ଚଉତିଶା। ତାପରେ ଦେଖିବା କ୍ଷମାନିଧି ଚଉତିଶା ବ୍ରଜରାଜ ସିଂହଙ୍କର। ତାପରେ ବଳାହକ ଚଉତିଶା ବ୍ରଜରାଜ ସିଂହଙ୍କର। ନିଆଳି ଚଉତିଶା କଣ ନା ଲିଙ୍ଗରାଜଙ୍କର ନିଆଳି ଚଉତିଶା ନିଆଳିକୁ ସମ୍ବୋଧନ କରାଯାଏ। କଳାନିଧି ଚଉତିଶା ସିଂହ ଭ୍ରମରବରଙ୍କର କଳାନିଧି ଚଉତିଶା। ଠିକ ଅଛି, ଏଇତିକ ତ ଚଉତିଶାର ନାଁ କୁହାଗଲା। ଏଇ ଚଉତିଶା ଗୁଡିକ ମେନ୍ ପଏଣ୍ଟ ଏଗୁଡାକୁ ନିଶ୍ଚିତ ଭାବେ ମନେ ରଖିକି ସମସ୍ତେ ମାନେ ମନେ ରଖିବାକୁ ପଡିବ କାଳେ ଏ ଭିତରୁ କ୍ୱେଶ୍ଚିନ୍ ଆସିପାରେ ଯେମିତିକି ଆମେ ଦେଖିଲେ ନିଶ୍ଚିତ ଭାବେ ପ୍ରମାଣ। ଏହାପରେ ଚଉତିଶାର ନାମକରଣ ଅନୁସାରେ ଦେଖିବା। କଟି ବ୍ରହ୍ମାଣ୍ଡ ସୁନ୍ଦରୀକୁ ନେଇକି କଟି ବ୍ରହ୍ମାଣ୍ଡ ସୁନ୍ଦରୀ ଚଉତିଶା କାହାର? ଶ୍ୟାମ ଘନଙ୍କର। ଆଚ୍ଛା କଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟଟି କାହାର? ଉପେନ୍ଦ୍ର ଭଞ୍ଜ।
ଉପେନ୍ଦ୍ର ଭଞ୍ଜଙ୍କର କଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟ। ତାପରେ ଜୀବ ଜୀବନ ଚଉତିଶା ଦେଖିବା। କାହାର ଜୀବ ଜୀବନ ଚଉତିଶା? ଶ୍ୟାମ ଘନଙ୍କର ଜୀବ ଜୀବନ ସମ୍ବୋଧନ କରିକି ଶ୍ୟାମ ଘନଙ୍କର। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଚଉତିଶା କାହାର? ଶ୍ୟାମ ଘନଙ୍କର ଦୁଇଟି ଚଉତିଶା ଏଠି ଦେଖିବା ସମ୍ବୋଧନ ଅନୁସାରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଚଉତିଶା, ଜୀବ ଜୀବନ ଚଉତିଶା। ତେବେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବିଷୟରେ ପ୍ରଶ୍ନ ଆସିବାର ମତେ ଯାହା ଲାଗୁଛି, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଚଉତିଶା କାହାର ନା ଶ୍ୟାମ ଘନଙ୍କର। ବା ଚଉତିଶା ନିଶ୍ଚିତ ଭାବେ ସମସ୍ତେ ଜାଣିଥିବେ। ବା ଚଉତିଶା, ବା ସମ୍ବୋଧନ କରିକି ବା ଚଉତିଶା ଲୋକନାଥ ବିଦ୍ୟାଧର। ଠିକ ଅଛି। ତାପରେ ସଖୀ ତଥା ଭଲ, ସଖୀ ଭଲ ଏ ସଖୀ ମନ୍ଦ ଏ, ଅର୍ଥାତ୍ ଭଲ ମନ୍ଦ ଚଉତିଶା କାହାର? ବଜୁରୀ ଦାସଙ୍କର ଭଲ ମନ୍ଦ ଚଉତିଶା। ତାପରେ ଦେବାଦେବୀଙ୍କ ନାମ ବଜୁରୀ ଦାସ। ଏହାପରେ ଆମେ ଦେଖିବା ଦେବାଦେବୀଙ୍କ ନାମାନୁସାରେ ରଚନା ହେଇଥିବା ଚଉତିଶା। କମଳିନୀ ଜଣାଣ ଚଉତିଶା ଅଭିମନ୍ୟୁ ପଟ୍ଟନାୟକ। ବାଲୁଙ୍କେଶ୍ୱର ଦେବଙ୍କୁ ଜଣାଣ କହିଥିବା ଚଉତିଶା ବାଲୁଙ୍କେଶ୍ୱର ଚଉତିଶା କୃତିବାସଙ୍କର। ଗଣେଶ ସ୍ତୁତି ଚଉତିଶା ଦିବାକର ଦାସ। ଗୌରହରି ଜଣାଣ ଚଉତିଶା ହଉଛି ଗଙ୍ଗା ପ୍ରସାଦଙ୍କର। ଲୋକନାଥ ଜଣାଣ ଚଉତିଶା ଶ୍ରଦ୍ଧାମୟୀ ଦେବୀଙ୍କର। କାତ୍ୟାୟନୀ ଜଣାଣ ଚଉତିଶା ଶ୍ରଦ୍ଧାମୟୀ ଦେବୀଙ୍କର। ଆର୍ତ୍ତତ୍ରାଣ ଚଉତିଶା କାହାର? ଆର୍ତ୍ତତ୍ରାଣ ଚଉତିଶା କାହାର? ଦୀନକୃଷ୍ଣ ଦାସଙ୍କର। ଏହାପରେ ଚଉତିଶା ଦେଖିବା। ଚଉତିଶା ଅନୁସରଣ ତଥା ଅଳଙ୍କାର ବ୍ୟବହାରରେ କଣ ହେଇଛି? ଯମକରାଜ ଚଉତିଶା କାହାର? ଉପେନ୍ଦ୍ର ଭଞ୍ଜ। ଆଉ ଗୋଟେ ରସ ପଞ୍ଚକରେ 5 ପ୍ରକାର ଚଉତିଶା ଦେଖାଯାଏ। 5 ପ୍ରକାର ନାମ ଅନୁସାରେ କଣ କହିପାରିବ? ରସ ପଞ୍ଚକ, ରକାର ଚଉତିଶା, ସକାର ଚଉତିଶା, ପକାର ଚଉତିଶା, ଚକାର ଆଉ କକାର, ଯାହାକି ବର୍ଣ୍ଣ ଗୁଡିକର ନାମ ଅନୁସାରେ ରଚନା ହେଇଛି। ବୁଝଉଛି। ଏପରି ପ୍ରଶ୍ନ ତମାନଙ୍କ ପାଖକୁ ଆସିପାରେ ଯେ ରସ ପଞ୍ଚକ ଏକ କେଉଁ ଧରଣର ରଚନା? ରସ ପଞ୍ଚକ ହେଉଛି ଏକ ଚଉତିଶା ଧରଣର ଗୋଟେ କାବ୍ୟ ରଚନା। ଠିକ ଅଛି। ତାହା କାହାର? ନା ଉପେନ୍ଦ୍ର ଭଞ୍ଜଙ୍କର। ଏଥିରେ କେଉଁ ପ୍ରକାର ଶବ୍ଦ ଗୁଡିକୁ ନେଇକି ରଚନା ହେଇଛି? ନା ରସ ପଞ୍ଚକ ନାମ ଅନୁସାରେ ହେଇଛି। ବୁଝିପାରିଲ ସମସ୍ତେ? ତେବେ ଯିଏ ଯୋଉଠି ଛାଡି ଦଉଛ ମତେ ପୁଣି ଥରେ କହିବ, ମୁଁ କହିଦେବି ହେଲା। ଠିକ ଅଛି। ହଉ। ତାପରେ ଚଉତିଶାର ବ୍ୟବହାର ରାଗ ତଥା ଛନ୍ଦ ଅନୁସାରେ ଆମେ ଦେଖିବା। ରାଗ ଯାହା ବୃତ ତାହା ସେ ସବୁ କ୍ଷେତ୍ରରେ ଦେଖିବା। 7ଟି ବୃତ ଅନୁସୃତ ହେଇକି ସପ୍ତରାଗ ଚଉତିଶା। ସପ୍ତରାଗ ଚଉତିଶା କାହାର? କ୍ଷେତ୍ରୀବର ଭଞ୍ଜ। ରସ କଦମ୍ବ ବୃତ ଚଉତିଶା ଲୋକନାଥ ଧୀବର। ତାପରେ କବିଙ୍କ ନାମ ଅନୁସାରେ ଦେଖିବା। ବୀରସିଂହ ଚଉତିଶା କାହାର? କବିଙ୍କ ନାଁ ଅନୁସାରେ ଯାହା ନାଁ କହିବି ତାଙ୍କ ନାଁରେ ବୀରସିଂହ ଚଉତିଶା ହଉଛି ବୀରସିଂହଙ୍କର। ସେମିତି ନନ୍ଦାବାଇ ଚଉତିଶା କାହାର? ନନ୍ଦାବାଇଙ୍କର। ଲୋକନାଥ ଦାସ ଚଉତିଶା ଲୋକନାଥ ଦାସଙ୍କର। ସୁବୁଧି ଗୋସାଇଁ ଚଉତିଶା ସୁବୁଧି ଗୋସାଇଁଙ୍କର। ଠିକ ହେଲା। ତାପରେ ଆମେ ଦେଖିବା କେତେକ କଣ ବିଷୟ ବନିତ ତଥା ତଜନିତ ପରିଣତି ଦୃଷ୍ଟିରୁ ତଥା ରାଧାକୃଷ୍ଣଙ୍କ ମିଳନ ଦୃଷ୍ଟିରୁ ମିଳନ ଚଉତିଶା କାହାର? ଅର୍ଜୁନ ଦାସଙ୍କର। ସେପରି ସନ୍ଦେଶ ଚଉତିଶା ବିଷ୍ଣୁ ଦାସଙ୍କର। ଠିକ ଅଛି। ତାପରେ ମୁଖ୍ୟ ନାୟକ ନାୟିକାଙ୍କର ନାମାନୁସାରେ କଣ କଣ ଚଉତିଶା ରଚନା ହେଇଛି ସେ ସବୁ ଦେଖିବା। ଯେପରିକି ସୀତାଙ୍କୁ ନେଇକି ଯୋଉ ବୈଦେହୀ ଚଉତିଶା କାହାର? ହଁ କୁହ। ବୈଦେହୀ ଚଉତିଶା କିଶୋର ଦାସ। ଠିକ କହିଛ, କିଶୋର ଦାସଙ୍କର। ତେବେ ବୈଦେହୀ ବିଳାସ କାବ୍ୟ କାହାର? ଛାନ୍ଦ ଅଛି ଏକ ପୌରାଣିକ। ମନ୍ଦୋଦରୀ ଚଉତିଶା କାହାର? ବିଶି ଦାସ ବୋଲି କୁହାଯାଇ ପାରିବ। ବିଶି ବୋଲି ତାଙ୍କୁ କୁହାଯାଇପାରେ। ସୀତା ସ୍ମରଣ ଚଉତିଶା ସତ୍ୟବାଦୀଙ୍କର। ବିରହିଣୀ ଚଉତିଶା ଶ୍ୟାମ ଘନଙ୍କର। ରାଧାକୃଷ୍ଣ ଚଉତିଶା କାହାର? ରାଧାକୃଷ୍ଣ ଚଉତିଶା କିଏ ରଚନା କରିଛନ୍ତି? ଦୀନକୃଷ୍ଣ ଦାସ। ହେଲା। ତାପରେ ଜାନକୀ ବିଚ୍ଛେଦ ଚଉତିଶା ରାମାନନ୍ଦ। ରାଧାକୃଷ୍ଣ ମିଳନ ଚଉତିଶା ଆମେ ଗତ ଥର କଣ ଦେଖିଲେ? ମିଳନ ଚଉତିଶା ଗୋଟେ ସ୍ୱତନ୍ତ୍ର ଥିଲା। ବର୍ତ୍ତମାନ କ୍ଷେତ୍ରରେ ଆମେ କୋଉ ଚଉତିଶା ଦେଖୁଛନ୍ତି? ମିଳନ ଚଉତିଶା ଆମେ ଦେଖିଲେ।
ଅର୍ଜୁନ ଦାସଙ୍କର ଆମେ ଦେଖିଲେ ସେମିତି ମିଳନ ଚଉତିଶା ରାଧାକୃଷ୍ଣ ମିଳନ ଚଉତିଶା ହଉଛି ସୁଦର୍ଶନଙ୍କର। ଗୋପୀ ରୋଦନ ଚଉତିଶା କିଏ କଣ କହୁଛନ୍ତି? ଶୁଭା ଗଲାନି, ଟିକେ ଆଉଥରେ କୁହନ୍ତୁ। ଜାନକୀ ବିଚ୍ଛେଦ ଚଉତିଶା କାହାର? ଜାନକୀ ବିଚ୍ଛେଦ ଚଉତିଶା ରାମାନନ୍ଦଙ୍କର। ରାମାନନ୍ଦ। ରାମାନନ୍ଦ। ଠିକ ଅଛି। ରାଧାକୃଷ୍ଣ ମିଳନ ଚଉତିଶା ହଉଛି ସୁଦର୍ଶନଙ୍କର। ଗୋପୀ ରୋଦନ ଚଉତିଶା ହଉଛି ଶ୍ୟାମସୁନ୍ଦରଙ୍କର। ତାପରେ ଆମେ କିଛି ଆଉ କିଛି ନାମକରଣ ତଥା ଘଟଣା ବିଷୟ ଅନୁସାରେ ଚଉତିଶାକୁ ଦେଖିବା। ଘଟଣା ବିଷୟ ମଥୁରା ବିଜେ ଚଉତିଶା ଗୋପୀନାଥଙ୍କର। ସ୍ନାନୋତ୍ସବ ଚଉତିଶା ଦୀନକୃଷ୍ଣଙ୍କର। ସ୍ନାନୋତ୍ସବ ନିଶ୍ଚିତ ଭାବେ ଏଇଟା କୋଉ ବିଷୟ ଉପରେ କହିଛି ଜାଣିପାରିଥିବେ। ମଥୁରା ବିଜୟ, ଯେମିତି ମଥୁରା ବିଜୟ ହଉଥିବା କଥା, ସ୍ନାନୋତ୍ସବ ହଉଥିବା ବିଷୟ। ତାପରେ ବିଦେଶାନୁଚିନ୍ତା ଚଉତିଶା କାହାର? ଏଇ ବିଷୟରେ ପ୍ରଶ୍ନ ଆସିଛି। ବିଦେଶାନୁଚିନ୍ତା ଚଉତିଶା ବାଳକୃଷ୍ଣଙ୍କର। ବାଳକୃଷ୍ଣଙ୍କର। ବିଜୟ ଗମନ ଚଉତିଶା ବିଜୟ ଗମନ ଚଉତିଶା ହଉଛି କାହାର? ଭକ୍ତ ଦାସଙ୍କର। ଠିକ ଅଛି। ତାପରେ କଳ୍ପିତ ଭାବାନୁସାରୀ ଅର୍ଥାତ୍ କିଛି ଦେହର ଅଙ୍ଗକୁ ନେଇକି ଯାହା ତଥା କିଛି କଳ୍ପନା କରିକି ରଚନା ହବ କଣ ନା ଶରୀର ଭେଦ ଚଉତିଶା କାହାର? ଶରୀର ଭେଦ ଚଉତିଶା ରାମଦାସଙ୍କର। ଅନ୍ତର୍ଦାହ ଚଉତିଶା ଦେବୀଙ୍କର। ରାଧା ଦେବୀଙ୍କର। ସେମିତି କାମଦୁଘା ଚଉତିଶା ଲଡୁକେଶ୍ୱରଙ୍କର। ଲଡୁକେଶ୍ୱରଙ୍କର। ଠିକ କହିଛ। ହଉ, ଚଉତିଶା ଆମେ ତ ଦେଖିଲେ ତାହାର ପ୍ରକାରଭେଦ, ବିଭିନ୍ନ ପ୍ରକାରର ଚଉତିଶା ଦେଖିଲେ। ତ ସମ୍ପର୍କରେ ଆହୁରି ଗୋଟେ ମଧ୍ୟ ଚଉତିଶା ନିଶ୍ଚୟ ଭାବେ କହିବି। ତେବେ ତାର ବିଶେଷତ୍ୱ ବିଷୟରେ ଆମେ ଟିକେ ଦେଖିନେବା। ଓଡ଼ିଆ ସାହିତ୍ୟର କ୍ରମ ବିକାଶ ଦୃଷ୍ଟିରୁ ଦେଖିଲେ ଷୋଡଶରୁ ସପ୍ତଦଶ ଶତାବ୍ଦୀ ବେଳକୁ ଚଉତିଶା ରଚନା ଧାରା ବିକଶିତ ହେଇଥିଲା। ତେବେ ନିଶ୍ଚୟ ଭାବେ ସମସ୍ତେ ଜାଣିଥିବେ କୋଉ ଚଉତିଶା ରଚନା କୋଉ ସମୟରେ ଥିଲା ନା ଷୋଡଶରୁ ସପ୍ତଦଶ ଶତାବ୍ଦୀ ବେଳକୁ। ଅନୁସୃତ ଭାବକଳ୍ପ, ବିଷୟ ବିନ୍ୟାସ, ପ୍ରକରଣ ଶୈଳୀ ଏତଦ୍ ଦୃଷ୍ଟିରୁ ଓଡ଼ିଆ ଚଉତିଶା ବିଭିନ୍ନ ପ୍ରକାର ନିରୂପଣ କରାଯାଉଥିଲା। ସେପରି ଭାବ ବିନ୍ୟାସ ଦୃଷ୍ଟିରୁ ଓଡ଼ିଆ ଚଉତିଶାର ପ୍ରକାରଭେଦ କଣ କଣ ଦେଖିବା ନା ଭକ୍ତିମୂଳକ ଚଉତିଶା କ୍ଷେତ୍ରରେ ଆମର କଣ କଣ ଆସିଥିଲା ନା ଏଗୁଡିକ କ୍ଷେତ୍ରରେ ଆମେ ଯୋଉ ଭକ୍ତିମୂଳକ ଚଉତିଶା କ୍ଷେତ୍ରକୁ ଆମେ ଦେଖିବା ଯଦି ଉଦାହରଣ କହିବି, ଆଗ ଏକ୍ସପ୍ଲେନ କରିଦିଏ। ଭକ୍ତିମୂଳକ ଚଉତିଶା କଣ କିଏ କହିପାରିବେ? ଭକ୍ତିମୂଳକ ଚଉତିଶା ଯେଉଁ ଚଉତିଶାରେ ଭକ୍ତି ଭାବ ଥିବ। ଉପାସ୍ୟ ଦେବାଦେବୀ, ସେମାନଙ୍କର ରୂପ, ଗୁଣ, ମହିମା, ଲୀଳା, ତାଙ୍କର ଉତ୍ସବ ଅନୁଷ୍ଠାନ ଏହାର ଉପଯୋଗ ବିଷୟ ଥିବ। ତେବେ ଦେବାଦେବୀଙ୍କ ନିକଟରେ ଆତ୍ମନିବେଦନ, ଆର୍ତ୍ତଭାବ ଏସବୁ ଯୋଉ ପ୍ରକାଶ କରି ତଥା ଭକ୍ତ ତଥା କବି ମାନେ ଯୋଉ ଭାବ ବିହଳ ହେଇକି ରଚନା ତଥା ସେମାନେ ଗାଆନ୍ତି, ସେରାକ ହଉଛି କଣ ନା ଭକ୍ତିମୂଳକ ଚଉତିଶା। ଯେପରିକି ଲୋକନାଥ ଜଣାଣ ଚଉତିଶା ଆମେ ଯେମିତି କହିଲେ ଶ୍ରଦ୍ଧାମଣିଙ୍କର। ସୋମେଶ୍ୱର ଜଣାଣ ଚଉତିଶା ଅମର ସିଂଙ୍କର। ଦୀନବନ୍ଧୁ ଜଣାଣ ଚଉତିଶା ଦୀନବନ୍ଧୁ ଜଣାଣ ଅଭିମନ୍ୟୁଙ୍କର। ତ୍ରାଣ ଚଉତିଶା ତଥା କମଳ ଲୋଚନ କୁହାଯିବ କମଳ ଲୋଚନ ଚଉତିଶା ତଥା ଆର୍ତ ତ୍ରାଣ ଚଉତିଶା ଦୀନକୃଷ୍ଣ ଦାସଙ୍କର। ସେପରି ବାନାମ୍ବର ଚଉତିଶା ବଳରାମ ଦାସଙ୍କର ଗୋଟେ ଅଛି ବାନାମ୍ବର ଚଉତିଶା। ସେପରି ବିଶ୍ୱନାଥ ଜଣାଣ ଚଉତିଶା କାହାର? ଦୟା ଦାସଙ୍କର ବିଶ୍ୱନାଥ ଜଣାଣ ଚଉତିଶା। ସେପରି ନିଶ୍ଚୟ ଭାବେ ଏଇଟା ଜାଣିବ ନୀଳାଦ୍ରିଶ ଚଉତିଶା ଆସ୍ତ ଦାସ। ନୀଳାଦ୍ରିଶ ଚଉତିଶା ହଉଛି ଆସ୍ତ ଦାସଙ୍କର। ଏହାପରେ ଦେଖିବା ଅଧମ ଉଦ୍ଧାରଣ ମୁଁ ବି ଦେଖିଥିଲି ଉପେନ୍ଦ୍ର ଭଞ୍ଜଗିରି ବି ଗୋଟେ ଅଛି, କିନ୍ତୁ ହଁ ଠିକ ଅଛି ସେଇଟା ବି ଉଦାହରଣରେ ନବ। ଗେସ୍ ମିଳିବ ଯଦି ସେମିତି ଆସେ। ଉପେନ୍ଦ୍ର ଭଞ୍ଜଙ୍କର ବି ଗୋଟେ ନୀଳାଦ୍ରିଶ ଚଉତିଶା ଅଛି। ହଉ, ଉପେନ୍ଦ୍ର ଭଞ୍ଜଙ୍କର ଆଉ ଗୋଟେ ଚଉତିଶା ଅଛି ଅଧମ ଉଦ୍ଧରଣ ଚଉତିଶା ବୋଲି କୁହାଯାଇ ପାରିବ। ଉପେନ୍ଦ୍ର ଭଞ୍ଜ ତଥା ଲୋକନାଥ ବୋଲି। ଉପେନ୍ଦ୍ର ଭଞ୍ଜଙ୍କର ଯମକ ରାଜ ଅଛି ଚଉତିଶା, ଚନ୍ଦ୍ର ଅଛି ନୀଳାଦ୍ରିଶ ଚଉତିଶା ଅଛି। ପ୍ରୀତିଭାବ ପ୍ରଧାନ ଚଉତିଶା ଅର୍ଥାତ୍ ପ୍ରୀତିମୂଳକ ଚଉତିଶା କଣ ହବ ନା ମିଳନ, ବିରହ, ଅନୁରାଗ, ପ୍ରବାସ ଚିନ୍ତା, ସ୍ମୃତିଚାରଣ, ରୂପ ପ୍ରଶସ୍ତି ତଥା ମାନଭଞ୍ଜନ ଏସବୁ କ୍ଷେତ୍ରରେ ନେଇକି
ଆରାଧ୍ୟ ଦେବାଦେବୀଙ୍କ ସମେତେ ପୁଷ୍ପ ସମ୍ପ୍ରତି ନଦୀ ପକ୍ଷୀ ଆକାଶ ଏସବୁ ଯୋଉ ନେଇକି ସମସ୍ତଙ୍କ ପ୍ରଣୟ ଚେତନାକୁ କଣ ବନ୍ୟାଢ୍ୟ କରିବା ହଉଛି ଏଇ ପ୍ରୀତି ଭାବକ ପ୍ରଧାନ ଚଉତିଶାର ଲକ୍ଷଣ। ତେବେ ସେଇ କଣ କଣ ଆସିବେ ନା ବର୍ଷା ଭାବନା ଚଉତିଶା, ବର୍ଷା ଭାବନା ଚଉତିଶା ଆସିବ। କାହାର ବର୍ଷା ଭାବନା ଚଉତିଶା? ପ୍ରବେଶ ଚଉତିଶା, ମନ୍ଦାକିନୀ ଚଉତିଶା, ସନ୍ଦେଶ ଚଉତିଶା। କାହାର? ବିଷ୍ଣୁ ଦାସଙ୍କର। ସେମିତି ଚିଟାଉ ଚଉତିଶା, ଚିଟାଉ ଚଉତିଶା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର। ଠିକ ଅଛି। ତାପରେ ଦେଖିବା କଣ ନା ଯାଇ ଫୁଲ ଚଉତିଶା ନିଶ୍ଚିତ ଭାବେ ଏଇଟା ଗୋଟେ ପ୍ରଶ୍ନ ଆସିଥିଲା। ଯାଇ ଫୁଲ ଚଉତିଶା, ବିରହୀ ଚଉତିଶା କାହାର? କବି ସୂର୍ଯ୍ୟ ବଳଦେବ ରଥଙ୍କର ହେଲା। ସୁନ୍ଦରୀ ଚଉତିଶା କାହାର? ନରେନ୍ଦ୍ରଙ୍କର। କୋକିଳ ଚଉତିଶା କାହାର? ଅଭିମନ୍ୟୁ ସାମନ୍ତସିଂହଙ୍କର ଗୋଟେ କୋକିଳ ଚଉତିଶା ଅଛି, ସମସ୍ତେ ନିଶ୍ଚିତ ଜାଣିଥିବେ। ଜଳଧର ଚଉତିଶା ବ୍ରଜରାଜଙ୍କର ଅଛି ଜଳଧର ଚଉତିଶା। ଏଇଟା ଗୋଟେ କ୍ୱେଶ୍ଚିନ୍ ଆସିଥିଲା ହଂସଦୂତ ଚଉତିଶା। ଏଇଟା ଆମେ ଦେଖିଲେ ଦୂତ ଚଉତିଶା କ୍ଷେତ୍ରରେ ଯିବ ହଂସଦୂତ ଚଉତିଶା ଶ୍ୟାମଘନଙ୍କର। ଆଉ ଗୋଟେ ବିଦେଶାନୁଚିନ୍ତା ଚଉତିଶା, ଏଇଟା କହିଲି ବିଦେଶାନୁଚିନ୍ତା ଚଉତିଶା କାହାର? ବାଳକୃଷ୍ଣଙ୍କର। ତାପରେ ଆମେ ପୌରାଣିକ ତଥା ଆଖ୍ୟାନମୂଳକ ଚଉତିଶାକୁ ଦେଖିବା। ପୌରାଣିକ କ୍ଷେତ୍ର କଣ ନା ପୁରାଣ ଆଧାରିତ ବିଷୟ ତଥା ଉପାଖ୍ୟାନକୁ ଉପଜୀବ୍ୟ କରି ରଚିତ ହୋଇଥିବା ଚଉତିଶା ପୌରାଣିକ ଚଉତିଶା ରୂପେ ପରିଗଣିତ। ରାମାୟଣ, ମହାଭାରତ, ଶିବପୁରାଣ ଇତ୍ୟାଦି ଘଟଣାର ଆଖ୍ୟାନ ତଥା ଘଟଣା ତଥା ଆଖ୍ୟାନକୁ ଅଧିକାର କରିକି ତଥା ପ୍ରାଧାନ୍ୟତା ଦେଇ ଏଇ ଯୋଉ ଚଉତିଶା ରଚନା ହେଇଥାଏ ତାହା ହିଁ ହୁଏ ପୌରାଣିକ ଚଉତିଶା। ପୌରାଣିକ ଚଉତିଶାରେ ବିଭିନ୍ନ ପୌରାଣିକ ଚରିତ୍ର ମାନଙ୍କୁ ମଧ୍ୟ ଏଠି କଣ ସନ୍ନିବେଶିତ କରାଯାଏ। ଯେମିତିକି ଜାନକୀ ବିଚ୍ଛେଦ ଚଉତିଶା, ଜାନକୀ ତଥା ଜନକୀ ବୋଲି କୁହାଯାଇ ପାରିବ। ଜାନକୀ ବିଚ୍ଛେଦ ଚଉତିଶା କାହାର? ରାମାନନ୍ଦଙ୍କର। ସୀତା ସ୍ମରଣ ଚଉତିଶା ସତ୍ୟବାଦୀଙ୍କର। କଳସା ଚଉତିଶା, ଏଇଟା କୁହ କଳସା ଚଉତିଶା କାହାର? ଦାସ। ବର୍ଷା ଦାସଙ୍କର କଳସା ଚଉତିଶା। ସେମିତି କଳାନିଧି ଚଉତିଶା ପ୍ରଥମ ଚଉତିଶା, ଭେରି ଗୁଡ। ସେମିତି ଆମେ କଣ ଦେଖିବା ନା କଳାନିଧି ଚଉତିଶା, କଳାନିଧି ଚଉତିଶା ଭ୍ରମରବରଙ୍କର। ତାପରେ ମୋହନା ଚଉତିଶା ଆସୁଛି ବାଲୁଙ୍କେଶ୍ୱରଙ୍କର। ମନ୍ଦୋଦରୀ ଚଉତିଶା କାହାର? କବି ବିଶିଙ୍କର। ବିଶି ମନ୍ଦୋଦରୀ ଚଉତିଶା ଆମେ ଦେଖିଲେନି କି? ଗୋପୀ ରୋଦନ ଚଉତିଶା, ଏଇଟା କ୍ୱେଶ୍ଚିନ୍ ଦେଖା ଦେଇଥିଲା। ଗୋପୀ ରୋଦନ ଚଉତିଶା, ଚଉତିଶା ପରେ ତମର କେମିତି ଆସିନା କଣ ସ୍ତମ୍ଭ ମିଳନ କ୍ଷେତ୍ରରେ ତମର କ୍ୱେଶ୍ଚିନ୍ ଆସିପାରିବ। ସେଠି ଟିକେ ଇଜି ହବ। ଚଉତିଶା ତମେ ଜାଣିଥିବ ଯୋଉ ଚଉତିଶା ବିଷୟରେ ସେଇଟା ଟିକେ ଇଜି ହେଇଯାଇପାରିବ। ତଥା ତାପରେ ଏମିତି ବି ଆସେ ଯେ ଡାଇରେକ୍ଟ ପଚାରି ହଁ ଶୁଭିଲାନି। ଗୋପୀରୋଦନ କଥା କହୁଛ କି? ହ୍ୟାଲୋ ଶୁଭାଗଲାନି। ଗୋପୀରୋଦନ ଶ୍ୟାମସୁନ୍ଦର ଗୋପୀରୋଦନ ତ? ହଁ ଗୋପୀରୋଦନ ଚଉତିଶା ହଉଛି ଶ୍ୟାମସୁନ୍ଦରଙ୍କର। ତାପରେ ଆମେ କୋଉ ଚଉତିଶା ଦେଖିବା? ଗୋପୀରୋଦନ କଲେ ତାପରେ ବୈଦେହୀ ଚଉତିଶା ଦେଖିବା। ବୈଦେହୀ ଚଉତିଶା କାହାର? ଯେମିତି ଆମେ ପୂର୍ବ ଏଥିରେ କହିଲି କିଶୋର ଦାସଙ୍କର। ମଥୁରା ବିଜେ ଚଉତିଶା ଯାହାକି ଗୋଟିଏ ଘଟଣାକ୍ରମ ଅନୁସାରେ ହେଇଛି। ମଥୁରା ବିଜେ ଚଉତିଶା କାହାର? ନା ଗୋପୀନାଥଙ୍କର। ରାଧାକୃଷ୍ଣ ମିଳନ ଚଉତିଶା, ଅର୍ଥାତ୍ ମୁଁ ପ୍ରଥମେ ଚଉତିଶାର ନାମକରଣ କହିଲି। ସେ ଚଉତିଶା ଗୁଡିକ ଏବେ ବିଭକ୍ତ କରାଯାଉଛି ହେଲା। ରାଧାକୃଷ୍ଣ ମିଳନ ଚଉତିଶା ହଉଛି ସୁଦର୍ଶନଙ୍କର। କଳା କଳେବର ଚଉତିଶା ଭକ୍ତ ଚରଣଙ୍କର। ଏଇଟା ନିଶ୍ଚୟ ଭାବେ ଜାଣିଥିବେ କଳା କଳେବର। କାହିଁକି ଗୋଟେ ପଦଟି ମୁଁ ଶୁଣିବାକୁ ଚାହୁଁଛି, ପଦଟି କହିଲେ ଦେଖି। କଳା କଳେବର। ହଁ ଟିକେ ବଡ ପାଟି ସେ କହୁଛ ଏତେ ଧୀରେ ପାଟି କଣ ପାଇଁ? ବହୁତ ସୁନ୍ଦର କହୁଛ, କୁହ ଟିକେ ବଡ ପାଟି ଟିକେ କୁହ। ପ୍ରତୀକ୍ଷା କଣ ଡରୁଛ କି ନା କଣ? ନା ମୁଁ ବୁଝିପାରୁନି। କୁହ ବହୁତ ସୁନ୍ଦର ଗାଇଲ, ଆଉ ଟିକେ ଗାଅ। ହଁ ଗାଅ, ଜାଣିଛ ସବୁ ଜାଣିଛ ଚୁପ୍ ହେଇକି ରହୁଛ, କୁହ। ଝରି ପଡୁଛି କି ତାପରେ
ସାର୍ ଅଛି କି ଆପଣ କହିଦିଅନ୍ତୁ। ଦେଖିଲ, ଏଇଟା ହିଁ ମୁଁ ଚାହୁଁଥିଲି। ମୁଁ ଭୁଲ କହିବି, ପିଲାମାନେ କରେକ୍ସନ କରନ୍ତୁ, ତେବେ ହିଁ ଜଣା ପଡିବ ପିଲାମାନେ ଠିକ ଜାଣିଛନ୍ତି। ବୁଝିହେଲା? ଗ ସ୍ମୃତି ତ ଆସୁ ହୁଁ ଯମୁନା ର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା। ବହୁତ ବଢିଆ। ସ୍ମୃତି, ତମ ନାଁ ଅନୁସାରେ ମଧ୍ୟ ଗୀତଟି ଗାଇକି ଶୁଣେଇଦେଲ। ଯାହା ହଉ, ବହୁତ ବଢିଆ ଲାଗିଲା। ଏମିତି ମଝିରେ ମଝିରେ ଟିକେ କହିଲେ ନା ଗୋଟେ କ୍ଲାସ ଟି ଇଣ୍ଟରେଷ୍ଟିଂ ଲାଗିବ। ହଉ, ଏବେ ଦେଖିବା ତତ୍ରାଶୟୀ ଚଉତିସା ତଥା ଚିନ୍ତାଧର୍ମୀ ଚଉତିସା। ଧାର୍ମିକ ତଥା ଆଧ୍ୟାତ୍ମିକ ମୂଲ୍ୟବୋଧର ଏହା ଅନ୍ତର୍ଭୁକ୍ତ ହେଇଥାଏ। ଶରୀର ଭେଦ, ପିଣ୍ଡ ବ୍ରହ୍ମାଣ୍ଡ, ରାଧା ଭାବ, ସାକ୍ଷ୍ୟ ଭାବ, ଜୀବ ପରମ ତତ୍ତ୍ୱ, ଯାହା ସବୁ ତତ୍ତ୍ୱ ଅଛି, ସେ ଜଗନ୍ନାଥ ତତ୍ତ୍ୱକୁ ନେଇକି ରଚନା କରନ୍ତି, ମନଶିକ୍ଷାକୁ ନେଇକି ରଚନା କରନ୍ତି। ତେବେ ଏଇ ତତ୍ରାଶୟୀ ଚଉତିସାର ନାମ ଏବେ ଦେଖିବା। ସେ କ୍ଷେତ୍ରରେ ଆସିବ ଶରୀର ଭେଦ ଚଉତିସା। କାହାର? ଶରୀର ଭେଦ ଚଉତିସା। ରାମଦାସଙ୍କର। ରାମଦାସଙ୍କର। ରାମଦାସ ଅନ୍ତର୍ଦାହ ଚଉତିସା ରାଧା ଦେବୀଙ୍କର। ତାପରେ ଦେଖିବା ନିର୍ଗୁଣ ଯୋଉ ରହୁଛି, ନିର୍ଗୁଣ ଫଡି ଚଉତିସା ରାଧାକିଶୋରଙ୍କର। କାମ ଦୁଘା ଚଉତିସା ଲଡୁକେଶଙ୍କର। ଉଦ୍ଧବ ସାର୍ ଚଉତିସା, କଣ କହୁଛ? ଗୁଣ କଣ କହିଲ? ନିର୍ଗୁଣ ପଡି ଚଉତିସା, ନିର୍ଗୁଣ ପଡି। ପଡି। ହୁଁ। ସାର୍ କାହାର? ତାପରେ ନିର୍ଗୁଣ ପଡି ହଉଛି ରାଧାକିଶୋରଙ୍କର, ରାଧାକିଶୋର। ଆଜ୍ଞା। ତାପରେ କାମ ଦୁଘା ଚଉତିସା ଲଡୁକେଶଙ୍କର। ତାପରେ ଉଦ୍ଧବ ଚଉତିସା, ଏଇଟା ନିଶ୍ଚୟ ଜାଣିଥିବେ। ଉଦ୍ଧବ ଚଉତିସା କାହାର? ଭୂପତି ପଣ୍ଡିତଙ୍କର। ଏଇଟା ମଧ୍ୟ ପ୍ରଶ୍ନ ଆସିଯାଇଛି ହେଲା। ତାପରେ ଦୃଷ୍ଟାନ୍ତ ଚଉତିସା ଗୋଟେ ଅଛି ମଧ୍ୟ ଭୂପତି ପଣ୍ଡିତଙ୍କର, ମନେ ରଖିଥ। ତାପରେ ମୁଖ୍ୟ ପଏଣ୍ଟ ହଉଛି ମନବୋଧ ଚଉତିସା। ପୁଣି ଆଉଥରେ କହିବି, ମନବୋଧ ଚଉତିସା କାହାର? ଚିତ୍ତଚରଣ ଦାସ। ପଂକ୍ତି ଗୋଟେ ଗୋଟେ କୁହ। ମନବୋଧ ଚଉତିସା। ଯୋଉଟା ଜାଣିଛେ ସେଇଟା ଆମେ ଯଦି ଅନ୍ୟମାନେ ଜାଣିନେ ତାହେଲେ କହିବେ। ଚିତ୍ତଚରଣ ମନବୋଧ ଦାସ। ନାଇଁ, ମୁଁ କହୁଛି ପଂକ୍ତି କୁହ। ଭକ୍ତଚରଣଙ୍କର କହିଲେ ପଂକ୍ତି କିଛି କୁହ, କିଛି କୋଟେସନ ଲାଇନ କହ। ଏଇ ମନରେ ମୋ ବୋଲା ଭଲ କର। ଟିକେ ସ୍ୱରରେ ଗାଅ। ମୁଁ ସିନା କହିବାନି, ଆମର ସିନା କର୍କଶ ସ୍ୱର, ତମେ ଟିକେ ଗାଅ, ଶୁଣିଦବା। କୁଆଡେ ଗଲେ? ସ୍ମୃତି କୁଆଡେ ଗଲେ? ପ୍ରତୀକ୍ଷା, ତମେ ଦି ଜଣ ଚୁପ୍ ରହିଗଲେ ହବନି, କୁହ। ସାର୍ ମୋର ଦି ଲାଇନ ହିଁ ମନେ ଅଛି, ହୁଁ, ସେଥିପାଇଁ ମୁଁ କହୁଛି। ହଉ, ମୁଁ କଣ ଗାଳି କରିବି? ତମେ କୁହ। ସେଇଟା ତ ବେଷ୍ଟ। ଦି ଲାଇନ ହେଲେ ବି ଏତିକି ମନେ ରଖିଛ, ବହୁତ ବଢିଆ। କୁହ। କହଇ ମନରେ ମୋ ବୋଲ କର, କଳା ଶ୍ରୀ ମୁଖ ବାରେ ଦେଖିବା ଚାଲରେ। ବାଃ, ବହୁତ ବଢିଆ। ପ୍ରତୀକ୍ଷା, ତମେ? ନାଇଁ ସାର୍, ମୋର ହବନି। ହବନି? ଅସମ୍ଭବ ବୋଲି ଗୋଟେ ଜିନିଷ କିଛି ଅଛି? ହବ। ସେ ମଧ୍ୟ ଗାଇଲେ ତ, ତାଙ୍କୁ ସେ କହିଲେ ତାଙ୍କ ଗୋଟେ ପଦ ଜାଣିଛନ୍ତି, ଗାଇଲେ ବହୁତ ବଢିଆ ଗାଇଲେ। ସେମିତି ତମେ ବି କୁହ। ତମେ ବି ସେଇ ଗୋଟେ ପଦ୍ୟକୁ ଭିନ୍ନ ଛନ୍ଦରେ ଗାଅ, ତଥା ଭିନ୍ନ ରାଗରେ ଗାଅ ଦେଖି। ନମିତା ଅଗ୍ରୱାଲ କଣ୍ଠ ପକାଅ। ସାର୍ ଆପଣ ଆ କହିଦିଅନ୍ତୁ। ନା ନା, ମୁଁ କହିପାରିବିନି। ହଉ, ସେ କହିଲେ ଶୁଣିଲ, ଠିକ ଅଛି। ତାପରେ ଦେଖ ମନାଇ ଚଉତିସା। ମନାଇ ଚଉତିସା ମଧ୍ୟ ଦୟା ଦାସଙ୍କର। ସାର୍ ଥରେ କୁହନ୍ତୁ। ସାର୍ ଆଉ କହଇ ଟିକେ। ମନରେ ମୋ ବୋଲ କର, କଳା ଶ୍ରୀ ମୁଖ ବାରେ ଦେଖିବା ଚାଲ। କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟ। କର୍କଶ ସ୍ୱରରେ ଶୁଣିବାକୁ ଚାହୁଁଛୁ ତମମାନେ? ବଢିଆ ଗାଉଛନ୍ତି। ହଉ ଛାଡ, ଧନ୍ୟବାଦ ଧନ୍ୟବାଦ। ତାହେଲେ ମୁଁ କଣ ୱିନର ହେଲି? ଆଜ୍ଞା ସାର୍, ଆପଣ ଫାଷ୍ଟ ରହିବେ। ନା ନା, ଆମେ ଚାହିଁବା ଆମ ପିଲାମାନେ ଫାଷ୍ଟ ହଉ। ଆମର ଛାତ୍ରଛାତ୍ରୀ ମାନେ ଫାଷ୍ଟ ହୁଅନ୍ତୁ ବୋଲି ଆମେ ଚାହିଁବୁ, ହେଲା। ହଉ, ଆଜ୍ଞା। ତେବେ ଦେଖିବା। ମନାଇ ଚଉତିସା କଥା କହୁଥିଲି, ଦୟା ଦାସଙ୍କର ମନାଇ ଚଉତିସା। ତାପରେ ବା ଚଉତିସା କାହାର? ଲୋକନାଥ। ଲୋକନାଥ ଯୋଉ ଅଛନ୍ତି। ଓଲଟ ଚଉତିସା ଭୀମ ଭୋଇଙ୍କର।
ହେଲା। ଭୀମ ଭୋଇଙ୍କର ଗୋଟେ ଉତ୍କୃଷ୍ଟ ଧରଣର କାବ୍ୟର ନାଁ କଣ କହିଲ ଦେଖି? ଶାସ୍ତ୍ରୀୟ ସ୍ତୁତି ଚିନ୍ତାମଣି। ଚିନ୍ତାମଣି। ପୁଣି ଆଉଥରେ ତମକୁ ରିପିଟ୍ କରିବି, ସ୍ତୁତି ଚିନ୍ତାମଣିରେ ଗାଅ। ସ୍ତୁତି ଚିନ୍ତାମଣି କିଛି ଜାଣିଛ? ସ୍ତୁତି ଚିନ୍ତାମଣିର ଗୋଟେ ମୁଖ୍ୟ ପଏଣ୍ଟ କଣ ଥିଲା? ଆଜ୍ଞା ସାର୍। କଣ ଥିଲା? ଦୁଃଖୀଙ୍କ ଆରତ। ଦୁଃଖୀଙ୍କ ଆର ସାର୍ ମନେ ହୁଁ ପଡୁନି। ଦୁଃଖୀଙ୍କ ସାର୍ ଆରତ ଦୁଃଖ ଫାର୍ଷ୍ଟ ଗୋଟେ ଅପମିତ। କଣ ଅଛି ତାପରେ ଦୁଃଖ ଦୁଃଖୀ ଅପ୍ରମିତ ଦେଖୁ ଦେଖୁ କେବେ ସବୁ ମୋ ହୁଁ ଜୀବନ ପଛେ ନର୍କି ପଡିଥାଉ ଜଗତ ଉଦ୍ଧାର। ଜଗତ ଉଦ୍ଧାର ହଉ। ବହୁତ ବଢିଆ। ଏଇଟା ଗୋଟେ ମନେ ରଖିଦବ। ତମେ କୋଉଠି ସ୍ପିଚ୍ ଦବାକୁ ଯାଉଛ, ତତେ କୋଉଠି କିଛି କହିବାକୁ ଯାଉଛ ତ କହିଦବ, ତମେ ଜୀବନ ନର୍କେ ପଡିଥାଉ ଜଗତ ଉଦ୍ଧାର ହଉ। ବୁଝିଲ ନା? ମାନେ ପ୍ରଥମ ଥର ପାଇଁ ଯିଏକି ଉତ୍ତର ମଧ୍ୟରିତିକାର କବି ଆମର ଆସୁଛନ୍ତି ଭୀମ ଭୋଇ। ସେଇ ଆଧୁନିକ ଯୁଗ ସମୟ ଆରମ୍ଭ ହଉଛି ଭୀମ ଭୋଇ। ତଥା ମଧ୍ୟଯୁଗର ମାନେ ମଧ୍ୟଯୁଗର ପରେ ପରେ ଭୀମ ଭୋଇଙ୍କର ଯୋଉ ଜନ୍ମ ହଉଛି ତଥା ମହିମ ଧର୍ମ ତଥା ସନ୍ଥ କବି କନ୍ଧ କବି ଭାବେ ସେ ପରିଚିତ ହଉଛନ୍ତି। ଆଜ୍ଞା। ସେତେବେଳକୁ କଣ ତାଙ୍କର ଏଇ ପଦଟିରୁ ଆରମ୍ଭ ହେଇଯାଉଛି ଆଧୁନିକ ଯୁଗ। ସେ ସମୟ ପର୍ଯ୍ୟନ୍ତ କେହି କହୁନଥିଲେ ଯେ ମୋ ଜୀବନ ଏମିତି ହେଇଯାଉ ତମର ଉଦ୍ଧାର ହେଇଯାଉ। କିଏ କହୁନଥିଲେ? ସେ କହୁଥିଲେ ମୁଁ ତମ ସହିତ ଉଦ୍ଧାର ହେବି। ସମସ୍ତେ ପରସ୍ପର ପ୍ରତି ଆକୃଷ୍ଟ ହେଇକି ଥିଲେ ତଥା କାମ ବିଳାସରେ ସମସ୍ତେ ଥିଲେ, ଶୃଙ୍ଗାର ରସକୁ ବେଶୀ ପ୍ରାଧାନ୍ୟ ଥିଲେ। କିନ୍ତୁ ଭୀମ ଭୋଇ ଆସିକି ପ୍ରଥମ ଥର ପାଇଁ ବ୍ୟବହାର କଲେ ଗୋଟେ ତତ୍ଵ କାବ୍ୟ ତଥା ଅନ୍ୟ ଉପରେ ପର୍ଯ୍ୟବେସିତ କରିକି ସେ ରଚନା କଲେ ମୋ ଜୀବନ ପଛେ ନର୍କ ପଡିଥାଉ ଜଗତ ଉଦ୍ଧାରକୁ କହିଦେଲେ। ଏଇଠୁ ହିଁ ଆରମ୍ଭ ହେଇଯାଉଛି କଣ? ଆଧୁନିକ ଯୁଗ। ତେବେ ଆଧୁନିକ ଯୁଗର ବିଜୟ କିଏ ପ୍ରତି ଥିଲେ? ଭୀମ ଭୋଇ ବୋଲି କୁହାଯାଏ। ଠିକ ଅଛି। ତେବେ ଆଜି ପାଇଁ ତ ସମୟ ହେଇଯାଇଛି। ଚଉଦିଶାର ପ୍ରକାର ଭେଦ କ୍ଷେତ୍ରରେ ଆମେ ଏତିକି ହିଁ ଆଲୋଚନା କରିଥିବା। ଏହାପରେ ଆମେ ଦେଖିବା ଆର ଦ୍ଵିତୀୟ ପାର୍ଟ। ଅର୍ଥାତ୍ ଚଉତିଶା କ୍ଷେତ୍ରରେ ଆମେ ଆଉ କଣ ଦେଖିବା? ଏହାପରେ ପରେ ଆମେ ଦେଖିବା ଆଉ ବିଭିନ୍ନ ପ୍ରକାର ଅଛି, ଯେମିତିକି ତତାଶୟ ଚଉତିଶା ତଥା ଚିନ୍ତାଧର୍ମୀ ଚଉତିଶା ଆଉ କଣ କଣ ଆସିବ ସେ କଥା କହିବି। ଏହାପରେ ଉତ୍ସବ ମୂଳକ ଚଉତିଶା କଣ କଣ ଆସିବ ସେଇଟା କହିବି। ହଁ, ତାପରେ ଚଉତିଶାର ବିଭିନ୍ନ ଗଠନ ପ୍ରକ୍ରିୟା କଥା କହିବି। ଯେମିତିକି ମେଷଯୁଦ୍ଧ ଚଉତିଶା କ୍ଷେତ୍ରରେ କିଏ କିଏ ରଚନା କରିଛନ୍ତି? ବିଲମ ଚଉତିଶା କିଏ କିଏ ରଚନା କରୁଛନ୍ତି? ବନ୍ୟାଦ୍ୟ ଚଉତିଶା କିଏ ସାର୍ କିଏ ମେଷ ରଚନା ଯୁଦ୍ଧ କରୁଛନ୍ତି? ଶ୍ୟାମ ଆଜ୍ଞା। ମେଷ ଯୁଦ୍ଧ ଶ୍ୟାମ ମହାନ୍ତି। ହୁଁ, ସେମିତି ଆଉ କିଏ କିଏ ମେଷ ଘନକୁ ନେଇକି ରଚନା କରୁଛନ୍ତି? ମେଷ ଘନ ଚଉତିଶା କଣ? ଏ ବିଷୟରେ ଟିକେ ଆମେ ଦେଖିବା। ଯେମିତି ବିଲମ ଚଉତିଶା ତଥା ଓଲଟା ଚଉତିଶା ଆଉ ଜଣେ କିଏ ରଚନା କରୁଛନ୍ତି? ଆମେ ତ ଜାଣିଲେ ଓଲଟା ଚଉତିଶା ଭୀମ ଭୋଇ ରଚନା କରିଛନ୍ତି। ଆଉ ଜଣେ ମଧ୍ୟ ରଚନା କରିଛନ୍ତି ମଙ୍ଗଳା ବୋଲି, ମଙ୍ଗଳା ଚଉତିଶା ବୋଲି ବୈଷ୍ଣବ ପାଣି ଜାଣିଥିବେ? ପାଣି କବି। ଆଜ୍ଞା। ହୁଁ, ସେ ଲେଖୁଛନ୍ତି ମଙ୍ଗଳା ଚଉତିଶା। ସେଇଟା ହିଁ ସେ ମଧ୍ୟ ବିଲୋମ, ଆଜ୍ଞା। ଚଉତିଶା ମଙ୍ଗଳା ଚଉତିଶା, ମଙ୍ଗଳା ଚଉତିଶା ଏଇଟା ବୈଷ୍ଣବ ମଧ୍ୟ ପାଣି ଯେମିତି ଓଲଟ ହୁଁ। ଏଇଟା ଆଜ୍ଞା ମଧ୍ୟ ସାର୍ ଓଲଟ ଚଉତିଶା ନିୟମ ବୁଝଉଛି। ତାପରେ ଶୃଙ୍ଖଳା ମୂଳକ ଚଉତିଶା କିଏ ରଚନା କରିଛନ୍ତି? ଏପରି ଭାବେ ବର୍ଣ୍ଣନା ଆଉ କିଛି ରହିବ, ଯାହାକି ଆମେ ପାର୍ଟ 2 ରେ ଆଲୋଚନା କରିବା। ଏତ ସହିତ ଗୋଟେ ବୁକ୍ ଅଛି ଚଉତିଶା ସାହିତ୍ୟ ଉପରେ, ସେ ସାହିତ୍ୟରେ କୋଉ କୋଉ ଚଉତିଶାକୁ ପ୍ରାଧାନ୍ୟ ଦିଆଯାଇଛି ସେଗୁଡିକୁ ଦେଖିବା। ଠିକ ଅଛି। ତେବେ ଅନ୍ୟମାନେ କିଛି ତ ମୁହଁ ଖୋଲୁନାହାନ୍ତି, ମୁଁ କାହାକୁ ଆଉ କଣ କହିବି? ସ୍ଵାଧୀନ ମା ସେ ମଧ୍ୟ କିଛି କହିଲେନି, ପ୍ରଜ୍ଞା ଲିଜା ମଧ୍ୟ କିଛି କହୁନାହାନ୍ତି। ଲିଜା ରେଗୁଲାର ଛୁଆ ହେଇକି କିଛି କହୁନ, ମୁଁ ଆଉ କାହାକୁ ପଚାରିବି? ଆଚ୍ଛା ହଉ, ତେବେ ଯୋଉମାନେ ଆଉ କିଛି ଡାଉଟ କଥା ମୁଁ ପଚାରିବି। ଆଉ କଣ କଣ ଡାଉଟ ରହିଲା ନିଶ ଭାବେ କୁହ? ପୁଣି ଭେଟ ହବ ନେକ୍ସଟ ସଣ୍ଡେ। ନେକ୍ସଟ ସଣ୍ଡେ କେତେ ତାରିଖ ଆସୁଛି? 15 ତାରିଖ। ନେକ୍ସଟ ସଣ୍ଡେ ବେଳକୁ ମୋର ପୁଣି ଥରେ କ୍ଲାସ ରହିବ ତ ତଥା ଏ ମଧ୍ୟରେ ଆଜ୍ଞା ହଁ କୁହ କିଏ କହୁଛ? ସାର୍ କଲସା ଚଉତିଶା କାହାର? ବର୍ଷା ହୁଁ, ଦାସଙ୍କର ବର୍ଷା ଦାସଙ୍କର। ଆଜ୍ଞା ସାର୍, ମୁଁ ଲେଖୁଛି ତ। ବିଶ୍ବ ଆଚ୍ଛା ଆଚ୍ଛା, କୋଉଠି ଛାଡିଦେଲେ କି? କୁହ, ନିଶା ଭାବେ ଆମେ କହିବାକୁ ଚେଷ୍ଟା କରିବୁ। ଆଉ ଗୋଟେ ଜାଇଫୁଲ କାହାର? ହଁ, କିଏ କଣ କହୁଛନ୍ତି? ଆଉ ଗୋଟେ ଯାଇଫୁଲ ଚଉତିଶା କାହାର? ହଁ ଲିଜା ଆଗ କୁହ, ଯାଇଫୁଲ ଚଉତିଶା। ଆଜ୍ଞା ଗୋପାଳ ହୁଁ, ସାର୍ ଥିଲେ ଗୋପାଳ କୃଷ୍ଣ ଯାଇଛ କୁହ କାହାର? ଗୋପାଳ କୃଷ୍ଣ ଗୋପାଳ କୃଷ୍ଣ ଗୋପ ହୁଁ, ଗୋପାଳ କୃଷ୍ଣଙ୍କର ଲେଖ। ହଁ, ଏଥର ପ୍ରଜ୍ଞା କୁହ ତମେ। ପ୍ରାଣସଖୀ ଚଉତିଶା କାହାର? ହୁଁ, କହିଲେ ଦେଖି ପ୍ରାଣ ସ୍ମୃତି ପ୍ରତୀକ୍ଷା। ହୁଁ, କଣ ଭୁଲିଗଲେ କି ସାଙ୍ଗେ ସାଙ୍ଗେ?
ଦୀନକୃଷ୍ଣ ଦାସଙ୍କର। ଭଲସେ କୁହ, ସେ ଶୁଣି ପାରିଲେନି। ଦୀନକୃଷ୍ଣ ଦାସଙ୍କର ପ୍ରାଣସଖୀ ହୁଁ, ଚଉତିଶା। ଲେଖିଲ ପ୍ରଜ୍ଞା। ଆଜ୍ଞା। ହଉ, ଠିକ କହିଛନ୍ତି, ଦୀନକୃଷ୍ଣ ଦାସ। ଆଉ କାହାର କିଛି ଡାଉଟ୍ ରହିଲା? ହଉ, ତେବେ ଠିକ ଅଛି। ତେବେ ଯାହା ଡାଉଟ୍ ରହିଲା, ମନେକର କିଛି ଭୁଲି ଯାଇଥିବ, ତେବେ କମେଣ୍ଟ ବକ୍ସରେ ଜଣେଇବ। ନହେଲେ ନେକ୍ସଟ କ୍ଲାସ୍ କେବେ ରଖିବା? କ'ଣ ଆଉଥରେ ନେକ୍ସଟ କ୍ଲାସ୍ ଏଇଟା ରଖିବା ଚାହୁଁଛ? ନିଶ୍ଚିତ ଭାବରେ ସାର୍। ସେଇ ଠିକ ଅଛି, କିନ୍ତୁ ସମସ୍ତେ କୋଟେସନ ପଢିକି ଆସିଥିବ। ଯୋଉ ଯୋଉ ଚଉତିଶା କୁହାଯାଏ କୋଟେସନ ପଢିକି ଆସିବ, ମୁଁ କୋଟେସନ ପଚାରିବି। ପ୍ରତୀକ୍ଷା ଆଉ ଆଜ୍ଞା ସାର୍। ସ୍ମୃତି, ତମେ ଦି ଜଣ କୋକିଳ କଣ୍ଠି ଥାଇକି ଆମେ ମାନେ କ'ଣ କରିବା? ନିଶ୍ଚିତ ଭାବେ ନାଇଁ ଯୋଉମାନେ ସାର୍ ମୁଁ କୁହ। ନାଇଁ ସାର୍ ମୁଁ କିଛି ନୁହଁ। ସେମିତି ନୁହଁ, ସମସ୍ତଙ୍କ ପାଖରେ କିଛି ନା କିଛି କଳା ଅଛି, କିନ୍ତୁ କି କଳାକୁ ଦେଖଉଛନ୍ତି କି ଦେଖଉନାହାନ୍ତି। ତ ସମସ୍ତଙ୍କୁ ଭଗବାନ ସମାନ ପ୍ରକାର ଦେଇଛନ୍ତି, ସେଇଟା ଭାବି ନେବା ଉଚିତ। ହଉ, ତେବେ ଠିକ ଅଛି। କୁହ। +3 ପରେ ଗୀତ ଗାଇବା ଛାଡ଼ି ଦେଇଛି। ଆଚ୍ଛା, କ'ଣ ପାଇଁ ଏମିତି? +3 କିଛି ଅଘଟଣ ପର୍ଯ୍ୟନ୍ତ ବିଘଟଣ? କଲେଜରେ କୋରସ୍ ନାଇଁ +3 ପର୍ଯ୍ୟନ୍ତ କଲେଜରେ କୋରସ୍ ଗାଉଥିଲି। କମ୍ପିଟିସନରେ ବି ସେକେଣ୍ଡ ହଉଥିଲି କଲେଜରେ, ହୁଁ, ଚାଲିଥିଲା। ତାପରେ କଲେଜ ପଢ଼ାପଢ଼ି ଏମିତି ଛାଡ଼ିଦେଲି ଆଉ। ଆଚ୍ଛା, ହଉ ହଉ, ଚେଷ୍ଟା ଜାରି ରହୁ। ଛାଡ଼ିଦେବା ତ ପୁରା ଉଚିତ ହବନି, ଚେଷ୍ଟା ଜାରି ରହୁ। ତମକୁ ଗୋଟେ ଡାକିବୁ କାର୍ତ୍ତିକ ମାସରେ, ଆଇଲୁ ଝିଅ ପୁରାଣଟେ ପଢିବୁ। ସେଠି ଯାଇକି ତମେ ପୁରାଣଟେ ପଢିବ, କେତେ ସମ୍ମାନ ମିଳିବ? ପଢୁଛି, ଏବେ ଘରେ ପଢୁଛି। ହୁଁ, ହଉ ହଉ, ତେବେ ଆଜିର କ୍ଲାସକୁ ଆମେ ଏଇଠି ରଖିବା। ଦେଖା ହେବା ଖୁବ୍ ଶୀଘ୍ର ଆଉ ଏକ କ୍ଲାସରେ, ଯାହାକି ଚଉତିଶା ପାର୍ଟ 2 ବିଷୟରେ ହେଲା। ଏଇଟା ଆମ ଚଉତିଶା ପାର୍ଟ 1 ଥିଲା, ଆଉ ଅଳ୍ପ କିଛି ଚଉତିଶା ଅଛି, ପାର୍ଟ 2ରେ ଆମେ ଦେଖିବା। ରହିବା ସମସ୍ତେ। ଜୟ ଜଗନ୍ନାଥ। ପ୍ରଣାମ।